15 ତାରିଖ ପବିତ୍ର ମାଘ ଶୁକ୍ଳ ଷଷ୍ଠୀ ତିଥିରୁ ମାର୍କଣ୍ଡେଶ୍ୱର ସାହି ରାମଜୀ ମଠ ନିକଟ ଶ୍ରୀ କୃପାଳୁ ମହାବୀର ଓ ଅନ୍ୟାନ୍ୟ ମଣି ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ଓ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି ପରେ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ବିଗ୍ରହଙ୍କ ଦର୍ଶନ ଲାଭ କରିଥିଲେ। ଗୁରୁବାରଠାରୁ ମଣ୍ଡଳାଦିବାସ, ଅଙ୍କୁରାରୋପଣ, ଗର୍ଭଧାନ ପାଇଁ ଧାନ୍ୟାଦିବାସ ଆଦି ନୀତି କରାଯାଇଥିବା ବେଳେ ପରଦିନ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଗୋ ପୂଜନ, ମଣ୍ଡଳ ପୂଜନ, ଅଗ୍ନି ସ୍ଥାପନ, ଆରତି ଓ ପୁଷ୍ପାଞ୍ଜଳି କରାଯାଇଥିଲା। ଶ୍ରୀ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଶ୍ରୀ ବିଗ୍ରହଙ୍କୁ ସିଂହାସନ ଉପରେ ସ୍ଥାପନ କରାଯାଇ ମହାସ୍ନାନ ପରେ ନୈବେଦ୍ୟ, ଆରତି ଅର୍ପଣ ପରେ ସର୍ବସାଧାରଣ ଦର୍ଶନ କରାଯାଇଥିଲା। ସନ୍ଧ୍ୟାରେ ଶ୍ରୀ ମହାବୀର ପରିଚାଳନା କମିଟି ପକ୍ଷରୁ ସୁନ୍ଦରାକାଣ୍ଡ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ପୌର ସଦସ୍ୟ ଭକ୍ତଚରଣ ଦାସ, କମିଟିର ସମ୍ପାଦକ ବିଜୟ ସ୍ୱାଇଁ, ରାଜା ମହାନ୍ତି, ବଳଭଦ୍ର ମହାନ୍ତି, ରମାକାନ୍ତ ଜେନା ଓ ଅନ୍ୟମାନେ ପରିଚାଳନା କରିଥିଲେ। जो बहुमूल्य दे किसी छोटिया भेटी अनुष्ठान एमती आप जगन्नाथ महाप्रभु हनुमान आपण दीर्घाय करूँ ताली हो समस्त तरफ ठंडा पड़ जाऊँ खाली अनुष्ठान बास ये आप मंच सम्मानित करुँ दीर्घाय आप ठाकुर आपड़े जोरदार ताली समस्त रहू सब ठंडा पड़ रही सब सहयोग कर धन्यवाद दूँ मो जहाँ महाराज को धन्यवाद देवी। कैमरा पर्सन रवि जेना सह सुधांशु करंक रिपोर्ट तीर्थक्षेत्र लाइव।